ଆପଣଙ୍କ ନାଁ କ'ଣ? ମୋ ନାଁ ସଞ୍ଜୟ କୁମାର ଗୌଡ଼। ମୁଁ ପୁରସ୍ତମପୁର ବ୍ଲକ ଡ୍ରାଇଭର ୟୁନିୟନର ସଭାପତି। କ'ଣ କହିବେ ଆଜି କ'ଣ ପାଇଁ ଏଠି ଆନ୍ଦୋଳନ କରୁଛନ୍ତି, ଧାରଣାରେ କରୁଛନ୍ତି, କ'ଣ ଲକ୍ଷ୍ୟ ଅଛି? ଆଜି ଆମର ଓଡ଼ିଶା ଡ୍ରାଇଭର ମହାସଂଘ ଅଲ୍ ଓଡ଼ିଶା ସ୍ତରରେ ଆମର ଏଇ ଆନ୍ଦୋଳନ ଚାଲିଛି। ଆମେ ଯେଉଁ ସରକାର ପାଖେ ଯେଉଁ ଦାବି ରଖିଛୁ ସେ ଦାବି ଗୁଡ଼ାକ ସରକାର ମାନୁନାହାନ୍ତି। ତେଣୁକରି ଆମର ସମ୍ପୂର୍ଣ୍ଣ ଓଡ଼ିଶାରେ ଆମର ଏଇ ଆନ୍ଦୋଳନ ଚାଲିଛି। କେତେ ଦିନ ପର୍ଯ୍ୟନ୍ତ ଏହା କରିବେ? କ'ଣ ଆମର ଦାବି ଯେଉଁ ପର୍ଯ୍ୟନ୍ତ ପୂରଣ ନ ହେଇଛି ସେ ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ। ମୋ ନାଁ ହେଉଛି କେ ବାଲେଶ୍ୱର ପୁରୁଷୋତ୍ତମ ମା କନକା ଅଟୋ ଆସୋସିଏସନର ମୁଁ ସଭାପତି ଅଛି। ବର୍ତ୍ତମାନ ମହାସଂଘ ବର୍ତ୍ତମାନ ଆଜି ଆନ୍ଦୋଳନ ଭିତରେ ମୁଁ ବର୍ତ୍ତମାନ ସାମିଲ ରହିଛି। କ'ଣ କହିବେ ଆନ୍ଦୋଳନ ସରକାର ଯଦି କେତେ ଦିନ ପର୍ଯ୍ୟନ୍ତ ଏ ଆନ୍ଦୋଳନ କରିବେ? କହିବାକୁ ଗଲେ ବର୍ତ୍ତମାନ ପିଲାଙ୍କର ଯେଉଁ ଭୋକ ଶୋଷ ବା ଅସୁବିଧା ଦୁଃଖ ଏଇ କଷ୍ଟରେ ଏମାନେ ଯେଉଁ ଆଜି ଆନ୍ଦୋଳନ କରୁଛନ୍ତି ସେ ଲକ୍ଷ୍ୟ ତାଙ୍କର ପୂର୍ଣ୍ଣ ହେଲା ଯାଏ ଆମେ ଆଜି ଯେଉଁ ପ୍ରକାର ଆନ୍ଦୋଳନ କରିଛୁ ସେ ବର୍ତ୍ତମାନ କହିବାକୁ ଗଲେ ଏବେ ବର୍ତ୍ତମାନ ସେ ଯଦି ଚାହିଁବେ ଯେ ଆମେ ତମର କିଛି ସମସ୍ୟା ସମାଧାନ କରିବୁ ଆଉ କରିବୁ ବୋଲି ଯଦି କହିଦେଲେ ଆମେ ବର୍ତ୍ତମାନ ଏଇ ଆନ୍ଦୋଳନକୁ ଆମେ ସ୍ଥଗିତ କରି ରଖିପାରିବୁ। ମୋ ନାଁ ବାବୁ ଗଞ୍ଜାମ ସଭାପତି ଓଡ଼ିଶା ଡ୍ରାଇଭର ମହାସଂଘର। କ'ଣ କହିବେ ଆଜି ଯେଉଁ ଆନ୍ଦୋଳନ କରୁଛନ୍ତି ଆଉ କ'ଣ ଲକ୍ଷ୍ୟ ରଖୁଛନ୍ତି, କେତେ ଦିନ ପର୍ଯ୍ୟନ୍ତ ଆଜ୍ଞା ଆନ୍ଦୋଳନ ତ ଆମର ଅନିର୍ଦ୍ଦିଷ୍ଟ ପାଇଁ ଡାକରା ଦେଇଛୁ। ଯେହେତୁ ନବୀନ ସରକାର ପାଖରେ ଆମେ ବାରମ୍ବାର ଦାୟିତ୍ୱ ଦେଇଥିଲୁ, ଆମେ 3 ଥର ସାଙ୍ଗ ମିଶିଥିଲୁ। ତାପରେ ନବୀନ ସରକାର ପାଖରେ ଆମେ ପହଞ୍ଚିଥିଲୁ। ଆମ ନବୀନ ସରକାର ଯେଉଁ ଆମର ଯେଉଁ ଦାବି ଥିଲା ଦାବି ଦେଖିକି ନବୀନ ସରକାର କହିଲେ ଯେ ଏଇଟା କିଛି ନାହିଁ, ଆମେ ଆପଣଙ୍କୁ 10 ଦିନ ଭିତରେ ଆପଣ ଜଣାଇବୁ ବୋଲିକି 10-15 ଦିନ ସମୟ ଦେଇଥିଲୁ। ଆମେ 15 ଦିନ ପରେ ଆଜି ପର୍ଯ୍ୟନ୍ତ ଆମର 3 ମାସ ଗଡ଼ିଗଲାଣି, ଆମକୁ ଏପର୍ଯ୍ୟନ୍ତ ଆମର ଯେଉଁ ଦାବି ଦେଇନାହାନ୍ତି। ସେଥିପାଇଁ ଆମେ ସେଇ ସମୟ କହିଥିଲୁ ଯେ ଆମେ ଯେପର୍ଯ୍ୟନ୍ତ ଯଦି ଆପଣ ଦାବି ଆମର ପୂରଣ ହେବ ଆମେ ଆଗାମୀ ଦିନରେ ଆମେ ରାଜରାସ୍ତା ଅବରୋଧ କରିବୁ, ତାପରେ ଦାୟୀ ହେବ ସରକାର। କିନ୍ତୁ ସରକାର କୌଣସି ପ୍ରକାର ଆମର ଏବେ ଶୁଣି ନାହାନ୍ତି। ଏଇଟା କେତେ ଦିନ ପର୍ଯ୍ୟନ୍ତ ଚାଲିବ? ଏଇଟା ଆମର ଅନିର୍ଦ୍ଦିଷ୍ଟ ପାଇଁ ଡାକରା ଦିଆଯାଇଛି। ଯେପର୍ଯ୍ୟନ୍ତ ସରକାର ଆମର ଦାବି ନ ପୂରଣ କରେ ସେ ପର୍ଯ୍ୟନ୍ତ ଆମେ ଏଇ ଭାଇବାରେ ଆମର ଆନ୍ଦୋଳନ ଚାଲିବ। ଆଉ କଥା ଆମେ ମିଡିଆ ଥରରେ କହିଦେଉଛୁ, ଆମେ ଜନସାଧାରଣଙ୍କ ହଇରାଣ କରିବା ଆମର କୌଣସି ଉଦ୍ଦେଶ୍ୟ ନାହିଁ କି ଆମେ ଜନସାଧାରଣଙ୍କ ପାଇଁ ଆମେ ଯେଉଁ ସେବା ସବୁବେଳେ କରୁଛୁ। ଡ୍ରାଇଭର ଆମର ସବୁଦିନ ତାଙ୍କର ସେବା କରୁଛି, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଖାଇବାଠୁ ଧରିକି ସବୁ ଜିନିଷ ଆମେ ଯୋଗାଉଛୁ। କିନ୍ତୁ ଆଜି ଆମେ ଜନସାଧାରଣ ପାଖରେ ଗୋଟେ କ୍ଷମା ମାଗୁଛୁ ଯେ ଆପଣଙ୍କ ଯୋଗୁଁ ଆଜି ଆମେ ମାନେ ବସ୍ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେଇଛି। ସେଥିପାଇଁ ଦାୟୀ ଅଛନ୍ତି ସରକାର। ଆପଣମାନେ ଯାହା ବି କହିବାର ଅଛି ଜନସାଧାରଣ ମାନଙ୍କୁ ଅନୁରୋଧ କରୁଛି ସରକାରକୁ ଆପଣ କହିପାରିବେ, ଆ ପାଇଁ ପୁରାପୁରି ଦାୟୀ ଅଛି ସରକାର।